14 ବଲ୍ରେ 50 ରନ୍ ଧୁଆଁଧାର ବ୍ୟାଟିଂ କରି ମ୍ୟାଚ୍ ଜିତିବା ପରେ ୟୁବରାଜଙ୍କୁ ନେଇ ବଡ଼ ବୟାନ ଦେଲେ ଅଭିଷେକ ଶର୍ମା। କହିଦେଲେ ନିଜ ସିକ୍ରେଟ୍। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟି20ରେ ଭାରତୀୟ ଓପନର ଅଭିଷେକ ଶର୍ମା ମାତ୍ର 14 ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ଜଣେ ଭାରତୀୟଙ୍କ ଦ୍ୱାରା ଦ୍ୱିତୀୟ ଦ୍ରୁତତମ ଟି20 ଅର୍ଦ୍ଧଶତକ ଥିଲା। ଟି20 କ୍ରିକେଟରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ୟୁବରାଜ ସିଂଙ୍କ ନାମରେ ଅଛି, ଯିଏ 2007 ମସିହାରେ ଇଂଲଣ୍ଡ ବିପକ୍ଷରେ 12 ବଲ୍ରେ ଏହି ସଫଳତା ହାସଲ କରିଥିଲେ। ରବିବାର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ 9 ୱିକେଟ୍ ହରାଇ 153 ରନ୍ କରିଥିଲା। ଜବାବରେ ଅଭିଷେକ ଶର୍ମା ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ 40 ବଲ୍ରେ ଅବିଚ୍ଛିନ୍ନ 102 ରନ୍ର ଭାଗୀଦାରୀ ଯୋଗୁଁ ଭାରତ ମାତ୍ର 10 ଓଭରରେ ମ୍ୟାଚ୍ ଜିତି ନେଇଥିଲା। ଅଭିଷେକ 20 ବଲ୍ରେ 5 ଛକା ଏବଂ 7 ଚୌକା ସହିତ ଅପରାଜିତ 68 ରନ୍ କରିଥିଲେ, ଯେତେବେଳେ ସୂର୍ଯ୍ୟ 26 ବଲ୍ରେ 9 ଚୌକା ସହିତ ଅପରାଜିତ 57 ରନ୍ କରିଥିଲେ। ମ୍ୟାଚ୍ ପରେ ତାଙ୍କର ଚମତ୍କାର ଇନିଂସ ବିଷୟରେ ଅଭିଷେକ କହିଥିଲେ, ଦଳ ମୋଠାରୁ ଏହା ଚାହୁଁଛି ଏବଂ ମୁଁ ପ୍ରତ୍ୟେକ ଥର ଏହାକୁ କରିବାକୁ ଚାହୁଁଛି। କିନ୍ତୁ ସ୍ପଷ୍ଟ ଭାବରେ ପ୍ରତ୍ୟେକ ଥର ଏହା କରିବା ସହଜ ନୁହେଁ। କିନ୍ତୁ ମୁଁ ଭାବୁଛି ଏହା ସବୁକିଛି ମାନସିକତା ଏବଂ ଡ୍ରେସିଂ ରୁମ୍ର ପରିବେଶ ଉପରେ ମଧ୍ୟ ନିର୍ଭର କରେ। ସେ କହିଛନ୍ତି, ୟୁବରାଜ ସିଂହଙ୍କ ଦ୍ରୁତତମ ଟି20 ଅର୍ଦ୍ଧଶତକରେ ରେକର୍ଡ ଭାଙ୍ଗିବା କାହା ପାଇଁ ଆୟ ସମ୍ଭବ, କିନ୍ତୁ ତଥାପି ଆପଣ କେବେ ଜାଣିପାରିବେ ନାହିଁ ଯେ କୌଣସି ବ୍ୟାଟ୍ସମ୍ୟାନ୍ ଏହା କରିପାରିବେ। ମୁଁ ଭାବୁଛି ଏହି ସିରିଜରେ ସମସ୍ତ ମ୍ୟାଚ୍ ବ୍ୟାଟ୍ସମ୍ୟାନ୍ ବହୁତ ଭଲ ଖେଳୁଛନ୍ତି। ଏହି ସିରିଜ୍ ମଧ୍ୟ ଏକ ଆକର୍ଷଣୀୟ ହେବାକୁ ଯାଉଛି। ପ୍ରଥମ ବଲ୍ରେ ଛକା ମାରିବା ବିଷୟରେ କହିବାକୁ ଯାଇ ସେ କହିଥିଲେ, ମୁଁ କହିବି ନାହିଁ ଯେ ମୁଁ ପ୍ରଥମ ବଲ୍ରେ ଛକା ମାରିବାକୁ ଚାହୁଁଛି। ମୁଁ ବୋଲରଙ୍କ ବିଷୟରେ ଭାବୁଛି। ଯଦି ସେ ମୋତେ ପ୍ରଥମ ବଲ୍ରେ ଆଉଟ୍ କରିବାକୁ ଚାହାନ୍ତି, ତେବେ ସେ ମୋତେ କି ପ୍ରକାରର ବଲ୍ ପକାଇବେ, ଏହା ସବୁବେଳେ ମୋ ମନରେ ରହିଥାଏ ଏବଂ ମୁଁ କେବଳ ସେହି ବଲ୍ରେ ଖେଳିବାକୁ ଚାହେଁ। ତାଙ୍କ ଫୁଟ୍‌ୱାର୍କ ବିଷୟରେ କଥା ହୋଇ ଅଭିଷେକ କହିଛନ୍ତି, ଯଦି ଆପଣ ଭଲ ଭାବେ ଦେଖନ୍ତି ତେବେ ସବୁକିଛି ଫିଲ୍ଡ ଡେଭଲପମେଣ୍ଟ ଉପରେ ନିର୍ଭର କରେ। ଯଦି ଲେଗ୍ ସାଇଡ୍‌ରେ କୌଣସି ଫିଲ୍ଡ ନଥାଏ, ତେବେ ମୁଁ କେବେ ବି ସେହି ପାର୍ଶ୍ୱ ଆଡ଼କୁ ଆଗକୁ ବଢ଼େ ନାହିଁ। ମୁଁ କେବଳ ଫିଲ୍ଡ ଅନୁସାରେ ଖେଳିବାକୁ ଚାହେଁ।